220 ବାଇକ୍ଟା ଯୋଡ଼ି ଯାଇଛି ଟୁଲଗେଟ୍ ପାଖରେ। ଏକ ଚଳନ୍ତା ବାଇକ୍ରେ ହଠାତ୍ ନିଆଁ ଲାଗିଯିବାରୁ ହୁତୁ ହୁତୁ ହୋଇ ବାଇକ୍ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ ଟୋଲଗେଟ୍ ନିକଟରେ ଏହିପରି ଅଘଟଣ ଘଟିଥିବା ବେଳେ ଟୋଲଗେଟ୍ରେ ଥିବା ଫାୟାର ଏକ୍ସଟିଙ୍ଗୁଇସର ମଧ୍ୟ କାମ କରିନଥିଲା। ତେଣୁ ବାଇକ୍ଟି ସମ୍ପୂର୍ଣ୍ଣ ଜଳିଯିବା ଯାଏଁ ସମସ୍ତେ କେବଳ ପାଖରେ ଛିଡ଼ା ହୋଇ ଦେଖୁଥିଲେ। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ 520 ନମ୍ବର ଜାତୀୟ ରାଜପଥର ବିଲେଇପଦା ଟୋଲଗେଟ୍ ନିକଟରେ ଘଟିଛି। ଜଣେ ଯୁବକ ଏକ ବାଇକ୍ରେ ଆସୁଥିବା ସମୟରେ କୌଣସି କାରଣରୁ ଟୋଲଗେଟ୍ ନିକଟରେ ବାଇକ୍ରେ ନିଆଁ ଲାଗି ଯାଇଥିଲା। ଏହା ଦେଖି ବାଇକ୍ ଚାଳକ ଗାଡ଼ିରୁ ଡେଇଁ ପଡ଼ି ନିଜର ଜୀବନ ବଞ୍ଚାଇଥିଲେ। ସେପଟେ ଏପରି ଅଘଟଣ ଟୋଲଗେଟ୍ ନିକଟରେ ଘଟିଥିଲେ ବି ଟୋଲଗେଟ୍ରେ ଥିବା ଫାୟାର ଏକ୍ସଟିଙ୍ଗୁଇସର କାମ କରିନଥିଲା। ତେଣୁ କିଛି ସମୟ ମଧ୍ୟରେ ବାଇକ୍ଟି ନିଆଁରେ ଜଳି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା। ବାଇକ୍ଟା ଯୋଡ଼ି ଯାଇଛି ଟୁଲଗେଟ୍ ପାଖରେ। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।